ରୋମାଣ୍ଟିକ୍ କବି ବିନୋଦ ଚନ୍ଦ୍ର ନାୟକଙ୍କ ଦ୍ୱାରା ରଚିତ ସେଲିମ୍ର ସ୍ୱପ୍ନ କବିତାଟିକୁ ମୁଁ ଜମାରୁ ଭୁଲି ପାରୁନାହିଁ। 3 ଥର ଆଲୋଚନା କଲିଣି, ତଥାପି ଆହୁରି ଆଲୋଚନା କରିବାକୁ ମୋର ଇଚ୍ଛା ହେଉଛି ସେହି କବିତା ସମ୍ପର୍କରେ। କାହିଁକି ସେ କବିତାକୁ ମୁଁ ଏତେ ଭଲ ପାଉଛି ମୁଁ ଜାଣିପାରୁନାହିଁ। ବୋଧହୁଏ କବିଙ୍କର ଶକ୍ତିଶାଳୀ ରଚନା ଭଙ୍ଗୀ ଓ ବିରହାନୁଚିନ୍ତକ ତଥ୍ୟ ପାଇଁ ସେ କବିତାଟି ମୋତେ ବେଶ ଭଲ ଲାଗୁଛି, ଭୁଲି ପାରୁନାହିଁ। ତେଣୁ ଚତୁର୍ଥ ଥରକ ସେହି କବିତା ଉପରେ ଲିଖିତ ଆଲୋଚନା କରୁଛି, କିନ୍ତୁ ଏକ ଭିନ୍ନ ଦୃଷ୍ଟିରୁ, ଏକ ତାତ୍ତ୍ୱିକ ବିଚାରରୁ। ତେବେ ଆଲୋଚନା କରିବା ପୂର୍ବରୁ ମୂଳ କବିତାଟିକୁ ଶ୍ରୋତାଙ୍କ ଅବଗତି ପାଇଁ ଆଉ ଥରେ ପଢ଼ି ଦେଉଛି। ସେଲିମ୍ର ସ୍ୱପ୍ନ, ରୋମାଣ୍ଟିକ୍ କବି ବିନୋଦ ଚନ୍ଦ୍ର ନାୟକ। ମାଡାଗାସ୍କର ଲବଙ୍ଗ କ୍ଷେତେ ଆଦ୍ୟ ଆଷାଢ଼ ବାରି, ଆଲ୍ଲା ମେହେରବାନୀ ସମ ଝରି ପଡ଼େ ଲୋହିତ ସାଗରେ, ମୌସୁମୀ ବାୟୁ ଝଡ଼ ସୃଷ୍ଟି କରେ, ତାର ଇଙ୍ଗିତ ଧରି ବିଭାବରୀ ଆସେ। ଦିଗ ଅମ୍ବରୀ ନିଗ୍ର ଯୁବତୀ ଯଥା ଉପଳ ବ୍ୟଥିତ ଗତି, ନାଇଜର ତୀରେ କାମ ଉଦ୍ବେଗେ ଚଳେ ରତି ଅଭିସାରେ। ଦିଗନ୍ତ ବ୍ୟାପୀ ଲବଙ୍ଗ କ୍ଷେତେ ଝିରି ଝିରି ପଡ଼େ ଝରି, ତପନ ବିହୀନ ସଘନ ବରଷା ଧାରା, ଭିଜା ଜାୟତ୍ରୀ ଫୁଲର ଗନ୍ଧ ବହି ଈଶାନୀ ସମୀର ଭିତରି ଯାଅଇ ଉଡ଼ି, ଆରବ କୁଲିର ପଲ୍ଲୀର ଅଭିମୁଖେ। ଦାରୁଚିନି ବନ ଛାୟା ଘନ ତିମିରର କ୍ଷୁଦ୍ର କୁଟୀର ବୁକେ, ନିର୍ବାଣମୁଖୀ ମହମବତୀର ନିଷ୍ପ୍ରଭ ଆଲୁଅରେ, ନିମିଳ କଣ୍ଠେ ତୋଳିଛି ସେ ଧୀରେ ଓମର ଖୟାମୀ ପଦ୍ୟ। ତରଳ ମହମ ବିନ୍ଦୁର ସାଥେ ଶୁଭ୍ର ଲୋତକ କଣା, ଗାଲ ତାର ଝଡ଼େ ଚନ୍ଦ୍ର ନିଶାରେ, ଘାସ ଶିରେ ଯଥା ଶାରଦ ଶିଶିର ରାଶି। ବାସ୍ରା ନିକଟୁ ବାଗଦାଦ ଯାଏ ଆରବୀୟ ମରୁ ଦେଇ, ଉଷ୍ଟ୍ର ବଣିକ ଦଳ ଚାଲେ ନେଇ ଗୋଲମରିଚର ପଣ୍ୟ। କ୍ଷୁଦ୍ର ଗୋଟିଏ ମରୁଦ୍ୱୀପ ଦେଖେ ବାମେ, ଘନ ଛାୟା ଘେରା ଖଜୁର ଦ୍ରାକ୍ଷା ବନେ। ସେଇ ମରୁଦ୍ୱୀପେ ଘଞ୍ଚ କୁଞ୍ଜ ତଳେ ରଚିଥିଲା ସେଇ ଶତ ଶୈଶବ ଖେଳା, ଛୋଟ ବଂଶୀଟି ଲଗାଇ ଓଷ୍ଠ ପୁଟେ ତୋଳିଥିଲା କେତେ ଛନ୍ଦହୀନ ସୁର। ଜାହାନ୍ନାରା ତା ଲୋଲୁପ ହାତଟି ତୋଳି ବଂଶୀଟି ନେଇ ଅପାର କୌତୂହଳେ କହିଥିଲା ସେଲିମ୍, ଆଉ ଥରେ କୁହ ଭାଇ ହାରୁନ ଅଲ ରଶିଦ୍ ରଜା ପୁଅଟିର ଗପ। ପ୍ରାଇମେରୀ କେଉଁ ପୁସ୍ତକେ ପଢ଼ା ହାରୁନ ଅଲ ରଶିଦ୍ ଗପ, ମେଷପାଳକର କନ୍ୟା ଅମିନାର ପ୍ରେମ। ସେଲିମ୍ କହଇ ଗୋଟି ଗୋଟି କରି ସବୁ ଶତଥର କୁହା ସେଇ ଯେ ପୁରୁଣା ଗପ। ଜାହାନ୍ନାରାର ଆଖିରେ ଜମଇ ପାଣି। ସୁଏଜର ଅଜଣା ପାହାଡ଼ ଉହାଡ଼େ ସନ୍ଧ୍ୟା ସାଗର କୂଳେ, ଭିଡ଼ିଲେ ତା ତରି ଅସ୍ତ ଆଶାୟୀ ରବି। ଧୂଳି ଘର ଛାଡ଼ି ଫେରୁଥିଲେ ଯେଝା ଘରେ ଜାହାନ୍ନାରା ଓ ସେଲିମ୍ ଦୁଇଟି ଶିଶୁ। ଆଉ ସେ ଅନେକ କଥା ଛାଡ଼, ମୌଲବୀ ଘର କନ୍ୟା ଜାହାନ୍ନାରା ଆଉ କାର ଚାରୁ ଅଙ୍ଗୁର ବନେ, ବୁଲବୁଲ ସମ ହାୟ ତୋଳିଛି ବୀଣାର ତାନେ, ଆଉ କା ପିଆଲା ଭରି ଢାଳିଅଛି ସୁରା। ମାଡାଗାସ୍କର ଲବଙ୍ଗ କ୍ଷେତ କୁଲି, ଜୀବନରେ ଖାଲି ଗୋଟାଏ ତଫାତ ତାର, ହାରୁନ ଅଲ ରଶିଦ୍ ରଜା ପୁଅଟିର ଗପ। ଆହୁରି ଜୋରରେ ବର୍ଷା ଆସିଛି ନଇଁ, ଗୁରୁ ଗର୍ଜନେ ମକର କ୍ରାନ୍ତି ପରେ, ବର୍ଷା ପବନେ ନିଭିଲାଣି କେତେବେଳୁ ମହମବତୀର ନିଷ୍ପ୍ରଭ ଭୀରୁ ଶିଖା। କବିତା ସମ୍ପର୍କରେ କିଛି ଦୁଃଖ ବେଦନା ଭରା ବିଫଳ ପ୍ରେମ କାହାଣୀର ଏହା ଏକ ଗାଥା ଏବଂ ଶୋକ ଗୀତିକାର ଏଲିଜି। ସେଲିମ୍ ଏବଂ ଜାହାନ୍ନାରା ଆରବ ମରୁଭୂମି ଉପତ୍ୟକାର ଏକ କୁଲି ମଜୁରିଆ ଜନବସ୍ତିର ଦୁଇ ପାରିବାରିକ ଦାୟାଦ। ପିଲାଟି ବେଳୁ ଦୁହେଁ ଏକାଠି ଖେଳିବା, ବୁଲିବା, ଗପିବାରେ ପରସ୍ପରର ହାମଦରଦୀ ପଡ଼ୋଶୀ ଥାଇ, ଯୌବନରେ ଉପନୀତ ହୋଇ ଯୁବକ ସେଲିମ୍ ଇଚ୍ଛା କରିଥିଲା ପ୍ରେମିକା ଜାହାନ୍ନାରାକୁ ବାହା ହୋଇ ଜୀବନସାଥୀ କରି ନିଜସ୍ୱ ପରିବାର ଗଢ଼ି ଦାମ୍ପତ୍ୟ ଜୀବନ ବିତାଇବାକୁ। ହେଲେ ବିଧିର ବିଚିତ୍ର ବିଧାନର ଆଗରେ ସେଲିମ୍ର ବିବାହ କରିବାର ସ୍ୱପ୍ନ କାମନା ସଫଳ ହୋଇ ପାରିନଥିଲା। ମୌଲବୀ କନ୍ୟା ଜାହାନ୍ନାରା ଆଉ ଜଣେ କୁଲି ମଜୁରିଆକୁ ବାହା ହୋଇ ତାର ଘର ବସାଇ ସେଲିମ୍କୁ ସବୁବେଳ ପାଇଁ
ଏକାକୀ ନିସଙ୍ଗ କରି ଛାଡ଼ି ଦେଇଛି। ବିରହ ବେଦନାରେ ସନ୍ତୁଳିତ ହୋଇଛି ସେଲିମ୍। ଜୀବନର ଏତାଦୃଶ ଦୁଃଖକୁ ଭୁଲି ନ ପାରି ପ୍ରେମିକାର ସ୍ମୃତିରେ ଅଜସ୍ର କାନ୍ଦିଛି ଏବଂ ପିଲା ଦିନର ଚିରସାଥୀ ଆପଣାର ବଂଶୀରେ ବିରହର ତାନ ଶୁଣିଛି ବଂଶୀ ବାଦନର ସହିତ ଏବଂ ଓମର ଖୟାମଙ୍କର ଦୁଃଖଭରା ସାଏରୀକୁ ଧୀର ସ୍ୱରରେ ଏକୁଟିଆ ଗାଇକି। ସେଲିମ୍ର ସ୍ୱପ୍ନ କବିତାଟି ଯୁଗପତ୍ ଗାଥା ତଥା ଏଲିଜି ଶୋକଗୀତିକାର ଅନ୍ତର୍ଭୁକ୍ତ ସାମାନ୍ୟ ବୌଦ୍ଧିକ ଦୁର୍ବୋଧ୍ୟ ଶୈଳୀର ଲେଖା। କବିତାରୁ ଏହି ଶିକ୍ଷା ମିଳେ କି ମଣିଷକୁ ସର୍ବଦା ତାର ଚାହୁଁଥିବା ଜିନିଷ ମିଳିନଥାଏ। କାମନା କବିତାରେ ଦୁଃଖର କାରଣ ହୋଇଛି। ତଥାପି ଏତେ ସବୁ ଅନୁଶୋଚନା ମଧ୍ୟରେ ମଣିଷକୁ ଆରବ ବଣିକ ଭଳି କର୍ତ୍ତବ୍ୟ କରିବାକୁ ହେବ। କର୍ମବ୍ୟସ୍ତତା ଦୁଃଖକୁ ଭୁଲାଏ। ଆଲୋଚନା ସେଲିମ୍ର ସ୍ୱପ୍ନ କବିତାର ଜୀବନ କୈନ୍ଦ୍ରିକ ମୂଲ୍ୟ ଏକ ଭିନ୍ନ ଦୃଷ୍ଟିର ବିବେଚନାରେ। ସେଲିମ୍ର ସ୍ୱପ୍ନ କବିତାର ରଚୟିତା ରୋମାଣ୍ଟିକ୍ କବି ବିନୋଦ ଚନ୍ଦ୍ର ନାୟକ। କବିଙ୍କର ନୀଳଚନ୍ଦ୍ରର ଉପତ୍ୟକା କବିତା ବହିରେ ଅଛି। କବିତା ଆକାରରେ ଯେତେ କ୍ଷୁଦ୍ର ହେଲେ ମଧ୍ୟ ତାହା ଜୀବନର ସମାଜ କୈନ୍ଦ୍ରିକ ଅତିବାହିତ ଭିତରୁ ସୂର୍ଯ୍ୟମାନ ତଥା କଳାତ୍ମକ ରୁଚିଶୀଳତା ଦେଇ କବି ଲେଖନୀରୁ ବାହାରି ଶ୍ରଦ୍ଧାଶୀଳ ପାଠକର ମରମୀ ହୃଦୟରେ ରହେ। ଜୀବନ ଓ ସମାଜକୁ ନେଇ ସାହିତ୍ୟର ମହନୀୟ ସୃଷ୍ଟି। ତେଣୁ ରଚିତ ସର୍ଜିତ ସାହିତ୍ୟରେ ଜୀବନଭିତ୍ତିକ ମୂଲ୍ୟ ଏବଂ ମୂଲ୍ୟବୋଧ ଅବଶ୍ୟ ରହିବ। ଲୋକେ ସାଧାରଣତଃ କହିଥାନ୍ତି କି କବିତା ଆବେଗରୁ ସୃଷ୍ଟି, ସ୍ୱଳ୍ପ ପରିସରରେ ଯିବା ଆସିବାରତ, ବୌଦ୍ଧିକ କୃତ୍ରିମ ଆବରଣଯୁକ୍ତ ବେଶ ଧରି ପ୍ରକାଶମାନ। ଅତଏବ ସେଥିରେ ମୂଲ୍ୟ ଖୋଜା ଯାଇପାରିବ ନାହିଁ। ପରିସର ପରିବ୍ୟାପ୍ତ ନଥିବା କାରଣରୁ ଗଳ୍ପ, ଉପନ୍ୟାସ, ନାଟକ, ପ୍ରବନ୍ଧରୁ ମୂଲ୍ୟ ଖୋଜା ଯାଇଥାଏ। କବିତା ଖିଆଲି ମନର ସୂକ୍ଷ୍ମ ଅଣୁପରିମିତ ତଡ଼ିତ୍ର ଏକ ଝଲକ। ସେଥିରୁ କ'ଣ ଗୋଟାଏ ମୂଲ୍ୟ ଖୋଜିବା। କବିତା ପଢ଼ିବା ପାଇଁ ହେଇଛି। ପଢ଼, ଆନନ୍ଦ ପାଅ ଆଉ ଭୁଲ। ହଁ, ଚାହିଁଲେ ମନେ ରଖିପାର। ସୂକ୍ଷ୍ମ ପରିସରରୁ ମୂଲ୍ୟ ଅନ୍ୱେଷଣ କରିବା ମୋତେ କାହିଁକି ଉଚିତ ମନେ ହୁଏ ନାହିଁ, ଠିକ୍ ଲାଗେନି। ଏହା କିନ୍ତୁ ଯଥାର୍ଥ ଉପଯୁକ୍ତ ବିଚାର ଓ ବିବେଚନା। କବିତା ପାଇଁ କଦାପି ନୁହେଁ। ସାହିତ୍ୟର ଲକ୍ଷ୍ୟ ଆନନ୍ଦଦାନ, ଜୀବନର ସତ୍ୟ ପ୍ରକାଶ ସହିତ ଜୀବନର ଯଥାର୍ଥତାକୁ ଆବିଷ୍କାର କରିବା ହୋଇଥାଏ। ସେହି ଯଥାର୍ଥତାରେ ଥାଏ ସାହିତ୍ୟ ରଚନାର ମୂଲ୍ୟବୋଧ ବା ଜ୍ଞାନ ରହିଥାଏ। ସାହିତ୍ୟ ଯଥାର୍ଥ କାହିଁକି ହେଲାର କାରଣରେ ତାର ମୂଲ୍ୟ ନିହିତ। ଅଗତ୍ୟା ସେଲିମ୍ର ସ୍ୱପ୍ନ ରୋମାଣ୍ଟିକ୍ କବିତା ହେଲେ ବି ଜୀବନ ବିବର୍ଜିତ, ଜୀବନ ବହିର୍ଭୂତ ନୁହେଁ, ଜୀବନ ଭିତରର ଅଟେ। ଏହି କବିତାରେ ଜୀବନ ତଥା ସମାଜକୈନ୍ଦ୍ରିକ ମୂଲ୍ୟ ଓ ତାର ବୋଧଜ୍ଞାନ ଅବଶ୍ୟ ଅଛି। ପ୍ରଥମତଃ ଜୀବନର ସୁଖ ଦୁଃଖ ଅନୁଭବ ଅନୁଭୂତି ମିଶିକି ଅଛି। ସେଲିମ୍ ଓ ଜାହାନାରା ଶୈଶବରେ ପିଲାବେଳେ ଯେଉଁ ଏକାଠି ମିଶିକି ଖେଳୁଥିଲେ, ଗପୁଥିଲେ, ସାଙ୍ଗସାଥୀ ହୋଇ ବୁଲୁଥିଲେ, ସେହି ସମୟରେ ଦୁହିଁଙ୍କ ଜୀବନରେ ସୁଖଦ ଅନୁଭବମାନ ଥିଲା। ଯେତେବେଳେ ଯୁବକ ବା ଯୌବନରେ ଉପନୀତ ହେଲେ ସେତେବେଳେ ବୋଧହୁଏ ପରସ୍ପର ବିବାହ ହେବାର ସ୍ୱପ୍ନ ଦେଖିଥିଲେ, ଆଶା କରିଥିଲେ। ସମ୍ଭାବ୍ୟ ବା ସମ୍ଭାବନା ଅର୍ଥରେ ଏହାକୁ ରଖାଯିବ। କାରଣ କବି ଏହାର ସ୍ପଷ୍ଟୀକରଣ ଦେଇନାହାନ୍ତି। କବିତାରେ ଖୋଲିକି କିଛି କହିନାହାନ୍ତି। ଖାଲି କହିଛନ୍ତି ଆଉ ସେ ଅନେକ କଥା ଛାଡ଼ କହି ବକ୍ତବ୍ୟକୁ ଶୂନ୍ୟତା ମଧ୍ୟରେ ନାହିଁ ମଧ୍ୟରେ ରଖିଦେଇଛନ୍ତି। ଆଉ ସେଥିରୁ ବୌଦ୍ଧିକ ଚିନ୍ତାଶୀଳ ଅନୁଭବୀ ପାଠକ ନଥିଲେ ଅନୁମାନ କରିକି ବୁଝି ବି ପାରିବ ନାହିଁ କବିଙ୍କର ସେ ବକ୍ତବ୍ୟର ଅଭିସନ୍ଧିକୁ। ସବୁ ପାଠକ ସମବେଦନଶୀଳ ନୁହନ୍ତି। ନିଜ ଆଡ଼ୁ କଳ୍ପନା ଖଟେଇ ଏଣୁ ତେଣୁ ଭାବି ବି ପାରନ୍ତି ନାହିଁ। କବିତା ଥରେ ପଢ଼ିଲେ ଯଦି ଭଲ ଲାଗିଲା, କିଛି ଥର ଅଧିକା ପଢ଼ିଲେ ହେଲେ କବିତାକୁ ନେଇ ଭାବି ହେଲେ ନାହିଁ। ଛାଡ଼, ଏମିତି କେତେ ଭଲ ଉଚ୍ଚକୋଟୀର କବିତାମାନ ଅଛନ୍ତି। ସେଲିମ୍ର ସ୍ୱପ୍ନ ରୋମାଣ୍ଟିକ୍ ବିଷାଦବାଦୀ ଦୁଃଖ ଦରଦ ଭରା ତୁଚ୍ଛ କବିତାକୁ ନେଇ କିଏ ଏତେ ଭାବୁଛି? ଏ କବିତା କ'ଣ କବିଙ୍କର ଗ୍ରାମପଥ କବିତା ଭଳି ହୋଇଛି ଯେ ପାଠରେ ପଢ଼ା ହେବ, କୋର୍ସରେ ରହିବ, ଯେ ରାତି ଦିନ ମଣିଷ ବସି ଭାବିବ? ମଲା ମୋର ଛିଆ ଚୋପା କବିତା।
କବିଙ୍କର ବକ୍ତବ୍ୟ ଅଭିବ୍ୟକ୍ତି ସୁସ୍ପଷ୍ଟ ନୁହେଁ। ଆମ ଦେଶରେ କ'ଣ ବିରହୀ ପ୍ରେମିକ ନାହାନ୍ତି ଯେ କବି ବିରହୀ ପ୍ରେମିକ ଖୋଜିବାକୁ ଦେଖିବାକୁ ସୁଦୂର ଆରବ ମରୁଭୂମିର ଉପତ୍ୟକାକୁ ଗଲେ? କାହିଁ, କବି କୁଳ ତିଳକ କାଳିଦାସଙ୍କର ମେଘଦୂତମ୍ ଖଣ୍ଡକାବ୍ୟ ଅଛି। ସେ ତ ବିରହ ବେଦନାର ଅତି ଚମତ୍କାର କାବ୍ୟ। କୋର୍ସରେ ଶ୍ରେଣୀରେ ବାରମ୍ବାର ପଢ଼ାଯାଇଛି। ଓଡ଼ିଆରେ ଅନୁଦିତ ହୋଇଛି କବିବର ରାଧାନାଥ ଛାନ୍ଦସିକ କବି ରାଧାମୋହନ ଗଡ଼ନାୟକଙ୍କ ଦ୍ୱାରା। ସେଲିମର ସ୍ୱପ୍ନ ତ ପାଠ୍ୟକ୍ରମରେ ଟେକ୍ସଟରେ ନାହିଁ, କୋର୍ସରେ ଅନ୍ତର୍ଭୁକ୍ତ ନୁହେଁ। ଏହା ଏକ ମାମୁଲି କବିତା, ସ୍ପଷ୍ଟ ବୁଝି ହେଉନାହିଁ ୟାକୁ ନେଇ କିଏ ଏତେ ଭାବି ହେଉଛି। ଲେଖା, ସମୀକ୍ଷା, ସମାଲୋଚନା ଲେଖୁଛି, ଯିଏ ଲେଖୁଛି ଲେଖୁଥାଉ, ମୁଁ ବାବା ତାକୁ ନେଇ ଏତେ ଭାଳି ହୋଇପାରିବି ନାହିଁ। ଛେନା ଚୋପାଛଡ଼ା କବିତା। ମୁଁ କିନ୍ତୁ ଲୋକଙ୍କର, ପାଠକମାନଙ୍କର ଏ ପ୍ରକାର ହତାଦର ଅନାଦର ଭାବକୁ ଜମା ସହିପାରିବି ନାହିଁ। ମୋତେ କିନ୍ତୁ କବିତାଟି କ୍ଲାସିକ୍ ଉଚ୍ଚଦରର କବିତା ମନେ ହୋଇଅଛି। ଭାରି ଆଗ୍ରହ, ଉତ୍ତେଜନା, ଭାବପ୍ରବଣତା ସୃଷ୍ଟି କରିଅଛି କବିତାର ପରିବେଷଣ, ତାର ଗାଥା ଏବଂ ଦୁଃଖଧର୍ମୀ ଉପସ୍ଥାପନା ମୋତେ ଭାରି ଆପ୍ୟାୟିତ କରିଅଛି। କାଳ୍ପନିକ ଚରିତ୍ର ସେଲିମ ପାଇଁ ମୁଁ ବି କାନ୍ଦିଛି। ଆବେଗିକତାର ବଶବର୍ତ୍ତୀ ହୋଇ ସେଲିମର ସ୍ୱପ୍ନ କବିତାକୁ ମୁଁ ଭାରି ଭଲ ପାଏ। ଅଭୁଲା ହୋଇ ସେ ମୋ ମାନସପଟରେ ରହିଛି। ପାଠକ ମନର ଏତାଦୃଶ ମନୋଭାବ ଏକ ସାହିତ୍ୟ ସୃଷ୍ଟିକୁ ଅମର ତଥା କାଳଜୟୀ କରେ। ଦ୍ୱିତୀୟରେ, କବିତାରେ କବି ବର୍ଷା ଏବଂ ଝଡ଼ର ଚିତ୍ର ଦେଇ କାବ୍ୟନାୟକ ସେଲିମର ଜୀବନକୁ ତାଦୃଶ ବା ସେଇଭଳି କରାଇଅଛନ୍ତି। ଉଦ୍ଦୀପନ ତଥା ଆଲମ୍ବନ ବିଭାବର ଏ ରସଚର୍ଯ୍ୟା, ସେଥିପାଇଁ ବର୍ଷା ଝଡ଼ର ଚିତ୍ର ଦେବା ଯଥାର୍ଥ। ତୃତୀୟତଃ, ନିଗ୍ରୋ ଯୁବତୀ ଜୈନପନ୍ଥୀ ଭଳିଆ ଦିଗମ୍ବରୀ ମାନେ ଲଙ୍ଗଳା ହୋଇ ନିଜର ନାଗର ବା ହୀର ସହିତ ଯୌନ ମିଳନ ବା ସହବାସ ଉନ୍ମୁଖ ବ୍ୟସ୍ତ ବିବ୍ରତ ହୋଇ ଧାଇଁବାର ଚିତ୍ର ଦେବା ଭିତରେ ପରୋକ୍ଷ ଇଙ୍ଗିତ ଦେଇଛି କି, ହେ ହତଭାଗା ସେଲିମ, ତୁ ତୋର ପ୍ରେମିକାକୁ ପ୍ରେମ କରିବି ତାକୁ ବାସ୍ତବ ଜୀବନରେ ପାଇପାରିଲୁ ନାହିଁ। ହେଇ ଦେଖ, ମୁଁ ମୋର ପ୍ରାଣର ଦୋସର ସହିତ ଶାରୀରିକ ସମ୍ବନ୍ଧରେ ମିଶିବାକୁ ଲଙ୍ଗଳା ମୁକୁଳା ହୋଇ ନାଇଜର ନଦୀଶଯ୍ୟାର କଙ୍କରୀଳ ଜନ୍ତୁରିତ ପଥଚଲାକୁ ବେଖାତିର କରି ପ୍ରାଣର ଆବେଗ ଉତ୍ତେଜନା ନେଇ ଧାଉଁଛି। ଚତୁର୍ଥରେ, କବିତାରେ ଫ୍ଲାସବ୍ୟାକ୍ ସିନ୍ ବା ଅତୀତ ସଞ୍ଚାରୀ ଦୃଶ୍ୟ ଓ କବିତାର ବାସ୍ତବ ନିସଙ୍ଗ ରୂପଚିତ୍ର ଅଛି। ଅତୀତର ଚିତ୍ର ହେଲା ସେଲିମ ଓ ଜାହାନ୍ନାରା ଦୁହେଁ ଯେତେବେଳେ ଶିଶୁ ଥାଇ ଶୈଶବ ଜୀବନ ବିତାଉଥିଲେ, ସେତେବେଳେ ଦୁହିଁଙ୍କର ବନ୍ଧୁତ୍ୱପୂର୍ଣ୍ଣ ମୈତ୍ରୀ ସମ୍ପର୍କ ବେଶ ଭଲ ନିର୍ଭରଶୀଳ ଥିଲା। ସମ୍ପର୍କରେ ଫାଟ ବା ବିଚ୍ଛେଦ ନଥିଲା। ହେଲେ ଯୁବକ ଯୌବନରେ ପହଞ୍ଚିଗଲା ପରେ, ପିଲାବେଳେ କିଶୋର ବୟସରେ ବିବାହର ଖିଆଲି ନିଷ୍ପତ୍ତି ବଦଳି ଯାଇଥିଲା। ପ୍ରେମ ହୋଇଗଲା ଏକତରଫା, ଆଉ ଦୁଇ ପକ୍ଷ ହୋଇ ରହିପାରିଲା ନାହିଁ। ପାରିବାରିକ କାରଣରୁ ଅଥବା ଜାହାନ୍ନାରାର ନିଜସ୍ୱ ବ୍ୟକ୍ତିଗତ କାରଣରୁ ହେଉ, ଜାହାନ୍ନାରା ଆଉ ପ୍ରେମିକ ସେଲିମକୁ ବିବାହ କରିପାରି ନଥିଲା। ହେଲେ ବିଚରା ସେଲିମ ଯେତେ ଜାହାନ୍ନାରାକୁ ଭଲ ପାଇଲେ କିମ୍ବା ଚାହିଁଲେ ମଧ୍ୟ ତାର ଇଚ୍ଛା, ଆଶା, ସ୍ୱପ୍ନ ଦେଖା ସବୁକିଛି ବିଫଳ ହୋଇଯାଇଥିଲା। ଓଡ଼ିଆରେ ଗୋଟିଏ ଢଗ ଅଛି, ତୁ ବୋଲୁଥାଉ ମୋର ମୋର, ସେ ନ ବୋଲଇ ମୋର, ତୁ ରୋପୁଥାଉ ପିରତି ଲତା, ସେ କାଟୁଥାଇ ଚେର। ସମ୍ପର୍କ ଏକପକ୍ଷ ହେଲେ ଦୀର୍ଘସ୍ଥାୟୀ ହୋଇପାରି ନଥାଇ ତିଷ୍ଠି ପାରେନା। ସେ ଲାଗି ସେଲିମର ସ୍ୱପ୍ନ ନାମରେ କବିଙ୍କର କବିତା ଲେଖା ଚିରଞ୍ଜୀବୀ ହୋଇପାରିଛି। ଦୁଃଖ ଜୀବନରେ ପ୍ରଭାବ ବିସ୍ତାରିଥାଏ। ଆଉ ସେଲିମ ମୁରଲୀ ବଂଶୀର ଶରଣ ନେଇଛି ବେଶୀରୁ ଅତି ବେଶୀ, ଠିକ୍ ବନମାଳୀ ଦାସଙ୍କର ତୋରେ ଶରଣ ଗଲିରେ ମୁରଲୀ କବିତା ଭଳି। ପଞ୍ଚମରେ, ପ୍ରେମ ବା ଭଲ ପାଇବା ଯଦି ପ୍ରକୃତରେ ନିଷ୍ଠାପର ନୈଷ୍ଠିକ ଥାଏ, ସେଥିରେ ବିଶ୍ୱାସଘାତକତା ପଶିଗଲେ ଅବଶ୍ୟ ମନକୁ କେତେ ଯେ ପୀଡ଼ା ମିଳିବ, ତାହା ବାସ୍ତବ ପ୍ରେମ କରୁଥିବା ଲୋକ ହିଁ ଜାଣେ ବା ଜାଣିବ। ବେରସିକ ଅରସିକ ଜାଣିପାରିବ ନାହିଁ। ବିଶ୍ୱାସଘାତିନୀ ଜାହାନ୍ନାରା ହେଲେ କ୍ଷତିଗ୍ରସ୍ତ ହୋଇଛି ଅସହାୟ ସେଲିମ। ତଥାପି ଅତିଶୟ ଗର୍ହିତମ୍ ବା ଏକ୍ସେସ୍ ଅଫ୍ ଏନିଥିଙ୍ଗ ଇଜ୍ ବ୍ୟାଡ୍। ଭଗବାନ ଆଲ୍ଲାହ କିଛି କିଛି ମାନବର ସମ୍ପର୍କକୁ ଦୀର୍ଘସ୍ଥାୟୀ କରାଇ ଦେଇ ନଥାନ୍ତି। କାରଣ ମଣିଷ ଅଳିକ ସଂସାରରେ ଅତିଶୟ ମୋହଗ୍ରସ୍ତ ଆସକ୍ତ ଜଡ଼ିତ ହୋଇଗଲେ ଈଶ୍ୱର ବି ଈର୍ଷାସକ୍ତ ହୋଇଯାଆନ୍ତି, ସହିପାରନ୍ତି ନାହିଁ। ଯେହେତୁ ବନ୍ଦା ବା ଭକ୍ତ ବା ଦାସ ତାଙ୍କୁ ଆଉ ମନେ ପକାଇବ ନାହିଁ, ତାଙ୍କରି ପୂଜା ଆରାଧନା କରି ବସିବ ନାହିଁ, ସେଲିମ ଓ ଜାହାନ୍ନାରା କ୍ଷେତ୍ରରେ ସେୟା ହୋଇଛି। ଯାହାଫଳରେ ବିଚ୍ଛେଦ ଦୁର୍ଯୋଗ ସମୁତ୍ପନ୍ନ ସେଲିମର ଭାଗ୍ୟରେ ତଥା ଜୀବନରେ। ଏତେ ଦୂର ସେଲିମ ମର୍ମାହତ ଯେ କାନ୍ଦି କାନ୍ଦି ଲୁହରେ ମୁହଁ ତାର ଚିକ୍ ଚିକ୍ କରୁଛି, ମୁହଁ ଫୁଲି ଯାଇଛି, ଯାହାକୁ କବି ଗାଲ ତାର ଝଳେ ଶବ୍ଦରେ ବ୍ୟକ୍ତ କରିଛନ୍ତି।
ମହମବତୀ କାନ୍ଦୁଛି ନିର୍ମଳ ତରଳ ମହମ ବୁହାଇ। ଆଉ ସେଇ ମହମବତୀର ତରଳ ସ୍ୱଚ୍ଛ ପାଣିକୁ ଦେଖି ଦେଖି କୁଟୀର ଘରେ ଏକାକୀ ସଙ୍ଗହୀନତାରେ ବସି ବସି ନିଜେ ବି ବିକଳ ଅଧୀର କ୍ରନ୍ଦନ କରୁଛି ସେଲିମ୍। କବିଙ୍କର ଭାଷାରେ ତରଳ ମହମ ବିନ୍ଦୁର ସାଥେ ଶୁଭ୍ର ଲୋତକ କଣା, ଗାଲ ତାର ଝଳେ ଚନ୍ଦ୍ର ନିଶାରେ ଘାସ ଶିରେ ଯଥା ଶାରଦ ଶିଶିର ରାଶି। ବାସ୍ରା ନିକଟୁ ବାଗଦାଦ ଯାଏ ଆରବୀୟ ମରୁ ଦେଇ ଉଷ୍ଟ୍ର ବଣିକ ଦଳ ଚାଲେ ନେଇ ଗୋଲମରିଚର ପଣ୍ୟ। ଏହାର ଅର୍ଥ କବିତା ପାଇଁ ଅନାବଶ୍ୟକ କଦାପି ନୁହେଁ, ବରଂ ଅର୍ଥଯୁକ୍ତ। ଯେହେତୁ ମିଳନ ବିଚ୍ଛେଦ ସଂସାରର ରୀତି, ଆସେ ଏବଂ ଯାଏ, ଲୋକ କିନ୍ତୁ ସହଜରେ ବୁଝେନି। ଦୁନିଆ ଭଳି ଜୀବନ ବଦଳେ, ତେଣୁ ସେଲିମର ଜୀବନରେ ବଦଳିବା ବିଚିତ୍ର ନୁହେଁ, ଅପିତୁ ସ୍ୱାଭାବିକ। ହେଲେ ବିଚରା ସେଲିମ ଏହାକୁ ସହଜ ଭାବରେ ନେଇପାରି ନାହିଁ। ଯେହେତୁ ସମ୍ପର୍କ ଅନେକ ବର୍ଷର, ପିଲାବେଳୁ ଯୌବନ ଯାଏ ଲମ୍ବିଥିଲା। ଅଗତ୍ୟା ଦୁଃଖ ଦାରୁଣ, ତଥାପି ଆଉ କ'ଣ କରାଯାଏ? ବଦଳିବା ପରିସ୍ଥିତି ସହିତ ମଣିଷ ସାଲିସ ବା ଆଡ଼ଜଷ୍ଟ କରିବାକୁ ବାଧ୍ୟ, ନହେଲେ ଜୀବନରେ ଧ୍ୱଂସ ଅନିବାର୍ଯ୍ୟ। ଅନୁଭୂତି ଆକସ୍ମିକ ଆସିବାରେ ଆଶଙ୍କା ଅଛି। ହୁଏତ ଆତ୍ମହତ୍ୟା କରିପାରେ। ଗତସ୍ୟ ସୂଚନା ନାସ୍ତି, ଲେଟ୍ ବି ଗନ୍ ବାଏ ବି ଗନ୍। ଯାହା ଗଲା ତାକୁ ବିଦାୟ ଦିଅ। ନକର ନକର ମନ ତିଳେ ଭାବନା, ଭାବିଲେ କି ଯିବ ଚାଲି ଦୁଃଖ ଯାତନା। ସଂସାର ନାମକ ଓଡ଼ିଆ ବାଣୀଚିତ୍ର। ବୃଥା ଭାବନା ଆଉ କରିବି ନାହିଁ, ଭାବନାରେ ଆନନ୍ଦ ମିଳଇ କାହିଁ। ନିର୍ବାସିତର ବିଳାପ ମଧୁସୂଦନ ରାଓଙ୍କ କବିତା। କର୍ତ୍ତବ୍ୟ କରିବାକୁ ହେବ। ଖାଲି ବସି ଏକାରେ ଦୁଃଖ କଲେ, ଲୁହ ଗଡ଼େଇଲେ କିଛି ହେବ ନାହିଁ। ଜଣେ ନ ମିଳିଲା ଆଉ ଜଣେ ମିଳିବ। ବିବାହ କରିବାକୁ ଚାହିଁଲେ କେତେ ପ୍ରସ୍ତାବ ଆସିପାରେ। ଏହି କଥା ଦେଖାଇବାକୁ କବି ଓଟ ବେପାରୀ ଦଳ କଥା ବର୍ଣ୍ଣିଛନ୍ତି, ଚିତ୍ର ଦେଖାଇଛନ୍ତି। ସୁତରାଂ ନିଗ୍ର ଯୁବତୀ ତଥା ବଣିକ ଯାଯାବର ଯାତ୍ରୀର ଚିତ୍ର କବିତା ପାଇଁ ଅନାବଶ୍ୟକ କଦାପି ନୁହେଁ। ସେଲିମ ଚରିତ୍ରକୁ ଦୁଇ ଭିନ୍ନ ଦିଗରୁ ପରିପୁଷ୍ଟି କରୁଅଛି ଏ ଦୁଇଟି ଦୃଶ୍ୟ। କବିତାର ଗୋଟିଏ ଜାଗାରେ କବି କହିଛନ୍ତି, ଆଉ ସେ ଅନେକ କଥା ଛାଡ଼। ଏମିତି ଯେଉଁ କହିଛନ୍ତି, ସେଥିରୁ ଜଣାପଡ଼େ ବଡ଼ ଓ ଯୁବକ ହୋଇ ବାହା ହେବାର ଅକୁହା କଥା, କାମନାର ବ୍ୟଥାକୁ, ତାହାକୁ କବି ଉହ୍ୟ ରଖିଛନ୍ତି ପାଠକୀୟ ଭାବନାରେ ସାଙ୍କେତିକ କରି। ପାଠକ ଯାହା ବୁଝିବ ବୁଝୁ। ଜୀବନକୁ ବୀଣା ସହିତ ତୁଳନା। ଅନେକ କବିଙ୍କର ଚିରାଚରିତ ଉପମାର ଉଦାହରଣ କବି ବିନୋଦ ମଧ୍ୟ କରିଛନ୍ତି। ଆଉକା ପିଆଲା ଭରି ଢାଳିଅଛି ସୁରା, ମାନେ ଯୌବନ ରସ ପାନ କରିବାକୁ ଲୋଡ଼ା ବିପରୀତ ଲିଙ୍ଗଧାରୀ ଦୁଇ ମଣିଷ। ପିଆଲା ନାରୀର ଯୋନି, ସୁରା ପୁରୁଷର ବୀର୍ଯ୍ୟ, ରଜବୀର୍ଯ୍ୟର ସଂଯୁକ୍ତି। ସେଲିମ ଯେଉଁ ଜାହାନ୍ନାରାକୁ ହାରୁନ ଅଲ ରସିଦର ଗପ କହୁଥିଲା, ନିଜେ ଆଉ ଜାହାନ୍ନାରାର ରଜାପୁଅ ବା ମନର ମଣିଷ ଜୀବନର ଅଙ୍ଗ ସୁଖ ସାଥୀ ନର୍ମମୟ ହୋଇପାରିଲା ନାହିଁ। ଆହୁରି ଜୋରରେ ବର୍ଷା ଆସିଛି। ନଈର ମାନେ ପ୍ରିୟା ଜାହାନ୍ନାରାକୁ ମନେ ପକାଇ ପ୍ରିୟ ସେଲିମ ଜୋରରେ କାନ୍ଦୁଛି, ପ୍ରାକୃତିକ ଝଡ଼ ବର୍ଷା ଭଳି। ବର୍ଷା ପବନେ ଲିଭିଲାଣି କେତେବେଳୁ ମହମବତୀର ନିଷ୍ପ୍ରଭ ଭୀରୁ ଶିଖା, ଅର୍ଥାତ୍ ସେଲିମର ଜୀବନ ମଳିନ କ୍ଷୀଣ ମହମବତୀକୁ ଯାହା ସେ ଜାଳିଥିଲା ଆଲୁଅ ପାଇଁ ନିଜ ଛୋଟ କୁଡ଼ିଆରେ, ସେଇଟା ଯେମିତି ଜଳି ଜଳି ନିଭିଲାଣି। ବୁଝିଗଲାଣି ସେଲିମର ଆର୍ତ୍ତ ପ୍ରପୀଡ଼ିତ ଜୀବନ ଅନ୍ଧାର ହୋଇଗଲା ବିରହ ବିଚ୍ଛେଦ ପ୍ରେମ ଦୁଃଖରେ।